ନମସ୍କାର ଓଡ଼ିଶାବାସୀ। ଆଜି ହେଉଛି 4 ଅଗଷ୍ଟ ରବିବାର। ଆଜିର ରହିଛି ଦେଶ ବିଦେଶର 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ତେବେ ଖବର ଉପରେ ନଜର ପକାଇବା ପୂର୍ବରୁ ପ୍ରଥମେ ଭିଡ଼ିଓକୁ ଲାଇକ୍ କରି ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ ଗୋଟିଏ ଲେଖାଏଁ କମେଣ୍ଟ କରିଦେବେ। ନମ୍ବର 1, ସେପ୍ଟେମ୍ବର 10 ପରେ ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ତେବେ ସେ ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଚାଲିବ। ସବୁ ସରକାର ଏବଂ ଘରୋଇ ହସ୍ପିଟାଲରେ ଜାରି ରହିବ। ସେପ୍ଟେମ୍ବର 10 ପରେ ବଜେଟର ଆପ୍ରିସିଏସନ୍ ବିଲ୍ ପାରିତ ହେବ। ତାପରେ ପର୍ଯ୍ୟାୟକ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ ବୋଲି କୁହାଯାଉଛି। ରାଜ୍ୟରେ 96 ଲକ୍ଷ ପରିବାର ବିଏସ୍କେୱାଇ କାର୍ଡ ଅଧୀନରେ ସ୍ୱାସ୍ଥ୍ୟ ବୀମା ସେବା ପାଉଛନ୍ତି। ଏହି ଯୋଜନାରେ କ୍ୟାସଲେସ୍ ମଧ୍ୟ ସୁବିଧା ଦିଆଯାଉଛି। ତେବେ 2024-25 ବର୍ଷ ପାଇଁ ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ସୂଚନା ଦେଇଛନ୍ତି। ସେହିପରି ଓଡ଼ିଶାକୁ ଜଳାନ୍ତକ ରୋଗରୁ ବୁଲା କୁକୁରକୁ ଟୀକା ଦିଆଯିବ। ମନ୍ତ୍ରୀ ଶ୍ରୀ ମହାଲିକ କହିଛନ୍ତି ଯେ ଦିନକୁ ଦିନ କ୍ୟାମ୍ପସରେ କୁକୁର ଦୌରାତ୍ମ୍ୟ ବଢ଼ିଯାଉଛି। ଏହାକୁ ରୋକିବା ପାଇଁ ସହରାଞ୍ଚଳରେ ବିକାଶ ବିଭାଗ ସରକାର ମିଶି ବୁଲା କୁକୁରକୁ ଟୀକାକରଣ ନେଇ ନିଷ୍ପତ୍ତି ନେଇଯାଇଛି। ସେବକଙ୍କୁ ଏତେ ଡର, 3 ଦଶନ୍ଧି ଧରି ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ମହାଲକ୍ଷ୍ମୀଙ୍କ ବିଘ୍ନ ପ୍ରତିମା। ତେବେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ମହାଲକ୍ଷ୍ମୀଙ୍କ ବିଘ୍ନ ପ୍ରତିମା। ଇତିମଧ୍ୟରେ 3 ଦଶନ୍ଧି ବିତିବାକୁ ବସିଲାଣି। ମହାଲକ୍ଷ୍ମୀଙ୍କ ନୂଆ ସୁବର୍ଣ୍ଣ ମୂର୍ତ୍ତି ତିଆରି ହୋଇଥିଲେ ବି ବିବାଦ କାରଣରୁ ଏତେ ପ୍ରତିଷ୍ଠା ହୋଇପାରୁନି। ବରଂ ଏହି ପ୍ରତିମା ଏବେ ବି ରତ୍ନଭଣ୍ଡାରରେ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଶ୍ରୀମନ୍ଦିର ପ୍ରଶାସନ ନା ସେବାୟତ ନା ଏଥିପ୍ରତି କାହାର ଆନ୍ତରିକତା ଦେଖାଯାଉନାହିଁ। ସମ୍ପ୍ରତି ଏବେ ଉଭୟ ବାହାରେ ଭିତରେ ରତ୍ନଭଣ୍ଡାର ଖୋଲା ହୋଇଥିବା ବେଳେ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗଟି ପୁଣି ଥରେ ସାମ୍ନାକୁ ଆସିଛି। ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ସହିତ ରାଜ୍ୟ ସରକାର ଦୃଷ୍ଟି ଦେଲେ ବିଘ୍ନ ପ୍ରତିମା ବଦଳରେ ଏବେ ସୁବର୍ଣ୍ଣ ପ୍ରତିମା ଆସ୍ଥାନରେ ପୂଜା ପାଇବେ ବୋଲି କୁହାଯାଉଛି। ମହାଲକ୍ଷ୍ମୀ ତ ଚଳନ୍ତ ପ୍ରତିମା ଭାବେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀଦେବୀ। ମା ସରସ୍ୱତୀ ଚଳନ୍ତି ପ୍ରତିମା ଭାବେ ପୂଜା ପାଉଛନ୍ତି ଭୂଦେବୀ। ଅତୀତରେ ଶ୍ରୀଦେବୀ ଏବଂ ମନ୍ଦିରରେ ବିଘ୍ନ ଦେଖାଯାଇଥିବାରୁ ପ୍ରତିମା ବଦଳରେ ସୁବର୍ଣ୍ଣ ମୂର୍ତ୍ତି ତିଆରି କରିବାକୁ ପ୍ରସ୍ତାବ ରଖାଯାଇଥିଲା। ଆଉ ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ରତ୍ନଭଣ୍ଡାର ଆବଶ୍ୟକ ସୁବର୍ଣ୍ଣ ଅଳଙ୍କାର କାଢ଼ି ବଣିଆଙ୍କ ଜରିଆରେ ମହାଲକ୍ଷ୍ମୀଙ୍କର ସୁବର୍ଣ୍ଣ ମୂର୍ତ୍ତି ତିଆରି କରିଥିଲେ। କୁହାଯାଉଛି ଯେ 1972-74 ମସିହାରେ ଭିତରେ ରତ୍ନଭଣ୍ଡାର ଖୋଲାଯାଇ ସୁନା ଆଣି ମୂର୍ତ୍ତି ତିଆରି ହୋଇଥିଲା। କିନ୍ତୁ ମୂର୍ତ୍ତି ପ୍ରତିଷ୍ଠା ଓ ପୂଜାକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ସୁବର୍ଣ୍ଣ ମୂର୍ତ୍ତି ଏବେ ରତ୍ନଭଣ୍ଡାରରେ ଅଛନ୍ତି। ଶ୍ରୀମନ୍ଦିର ପାଳିଆ ପୂଜାପଣ୍ଡା ସେବକ ସୁଦର୍ଶନ ପୂଜାପଣ୍ଡା ସାମନ୍ତ କହିଛନ୍ତି ଯେ 1996 ମସିହାରେ ନବକଳେବର ସମୟରେ ଶେଷ ଥର ପାଇଁ ସୁବର୍ଣ୍ଣ ପ୍ରତିମା ମୂର୍ତ୍ତି ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ମୂର୍ତ୍ତି ପ୍ରତିଷ୍ଠାକୁ ନେଇ ପୂଜାପଣ୍ଡା ଏବଂ ପୁଷ୍ପାଳକ ସେବକ ମଧ୍ୟରେ ବିବାଦ ହୋଇଥିଲା। ସେପର୍ଯ୍ୟନ୍ତ ହେଲାଣି ଏପର୍ଯ୍ୟନ୍ତ ସୁବର୍ଣ୍ଣ ମୂର୍ତ୍ତି ପୂଜା ପାଇନାହିଁ। ଏନେଇ ଆସନ୍ତା 6 ତାରିଖରୁ ବଢ଼ିବ ବର୍ଷା। ଏବେ ପ୍ରାୟ 3ରୁ କାଁ ଭାଁ ବର୍ଷା ହେବ, କିନ୍ତୁ ଲଗାତାର 6 ତାରିଖରୁ ବର୍ଷା ହେବ ବୋଲି କୁହାଯାଉଛି। ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଜିଲ୍ଲାରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ 4-5ଟି ପ୍ରାୟ ପାଗ ଶୁଖିଲା ରହିଥିଲା। 6 ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଏକ ମଡେଲ ପୂର୍ବାନୁମାନ କରାଯାଉଛି, ଯାହା ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏଣୁ 6 ତାରିଖରେ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ। ଆଉ 7 ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଚିତାଲାଗି ଅମାବାସ୍ୟା, 4 ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଆଜି ଶ୍ରାବଣ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିର ଅନୁଷ୍ଠିତ ହେବ ଚିତାଲାଗି ନୀତି। ଆଜି ମହାପ୍ରଭୁଙ୍କ ରତ୍ନ ଚିତା ଲାଗି ହେବ। ମହାପ୍ରଭୁଙ୍କ ଜଗନ୍ନାଥଙ୍କ ହୀରା ରୀତା ଏବଂ ପ୍ରଭୁ ବଳଭଦ୍ରଙ୍କ ନୀଳା ଚିତା ଏବଂ ସୁଭଦ୍ରାଙ୍କର ପାନା ଚିତା ଲାଗି କରାଯିବ ବୋଲି କୁହାଯାଉଛି। ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଦେବୀ, ଭୂଦେବୀ ଖଟ ଶେଜ ଘରକୁ ବିଜେ କରିବା ପରେ ଶ୍ରୀଜୀଉଙ୍କ ଜୋଭା ମଇଲମ ହୋଇ ଜୟ ବିଜୟ ଦ୍ୱାର ଖୋଲାଯିବ। ଆଉ ପତି ମହାପାତ୍ର ସେବକ ସଂସ୍କାର କରିବା ପରେ ବାଡ଼ଗ୍ରାହୀ ଦଇତାପତିମାନେ ରତ୍ନ ସିଂହାସନରେ ଅଧିଷ୍ଠିତ ଶ୍ରୀଜୀଉଙ୍କୁ ଚିତା ଲାଗି କାର୍ଯ୍ୟ ସମ୍ପନ୍ନ କରିବେ। ସେଥିପାଇଁ 4 ଘଣ୍ଟା ଦର୍ଶନ ବନ୍ଦ ରହିବ। ଆଜି ଅପରାହ୍ନ 2ଟାରୁ 6ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ହିମାଚଳ ପ୍ରଦେଶରେ ଏଯାଏଁ ସରୁନି ଉଦ୍ଧାର କାମ। ଏବେ ବି ପଡ଼ି ରହିଛନ୍ତି ସେନା ଏବଂ ସିଆଇଏଫ୍ ଯବାନ। ସରୁନି ଉଦ୍ଧାର କାମ, ମିଳୁନି ନିଖୋଜଙ୍କ ମୃତଦେହ। ଗୁରୁବାରଠୁ ଶନିବାର ହେଲାଣି, ହେଲେ କିଛି ବ୍ୟବସ୍ଥିତ ହୋଇପାରୁନାହିଁ। ବାଦଲ ଫଟା ବର୍ଷାରେ ହିମାଚଳ ପ୍ରଦେଶ ରାମପୁର ଜିଲ୍ଲାରେ ସାମାଜ ଗାଁରେ ପୁରା ଧୋଇ ହୋଇଯାଇଥିବା 53 ଜଣ ଏବେ ବି ନିଖୋଜ ଅଛନ୍ତି। ରାସ୍ତାଘାଟ ଧୋଇ ହୋଇଯାଇଥିବା ବେଳେ ସେନା ସିଏଫ୍ ଯବାନ ସେଗୁଡ଼ିକ ଅସ୍ଥାୟୀ ନିର୍ମାଣ କରିବା ଉଦ୍ୟମ କରିଛନ୍ତି। ହେଉଛନ୍ତି ସୀମାଞ୍ଚଳ ରାମପୁର ଜିଲ୍ଲାରେ ସାମାଜ ଗାଁରେ, ହେଲେ ଗାଁ ଆଉ ଗାଁ ହୋଇନାହିଁ। ସବୁ ଗାଁ ମାଟିରେ ମିଶିଯାଇଛି, ସବୁ କିଛି ଧୋଇ ହୋଇଯାଇଛି। ବୁଧବାର ରାତି ପରଠାରୁ ହିମାଚଳ ପ୍ରଦେଶରେ ସାମାଜ ଗାଁ ଏବେ ଭାରତର ମାନଚିତ୍ର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି ବୋଲି କହିଲେ ଭୁଲ ହେବ ନାହିଁ। ପୁରା ଗାଁଟା ଏବେ ଲୀନ ହୋଇଯାଇଛି ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା 6 ଜଣଙ୍କ ମୃତଦେହ ମିଳିଛି, ଆଉ 53 ଜଣ ଏବେ ନିଖୋଜ ଅଛନ୍ତି। ରାତିରେ ଖାଇ ପିଇ ଶୋଇଥିଲେ, ହେଲେ ରାତି ଅଧରେ ହେଲା ଭୁସୁ ଭୁସୁ ହୋଇ ପାହାଡ଼ ଶିଖରରୁ ମାଡ଼ି ଆସିଲା ପାଣି ଓ ମାଟି ପଥର। କେହି କିଛି ବୁଝିବା ପୂର୍ବରୁ ଶେଷ ହୋଇଗଲା ଗାଁ। ଆଉ କୁଲୁମଣ୍ଡି ସିମଲାରେ ମଧ୍ୟ ଅନୁରୂପ କ୍ଷତି ଘଟାଇଛି ବାଦଲ ଫଟା ବର୍ଷା। ପ୍ରତି ଛାତ୍ରଛାତ୍ରୀଙ୍କୁ ମିଳିବ 10,000। କେନ୍ଦ୍ର ସରକାରଙ୍କ ବମ୍ପର ଯୋଜନା। ତେବେ କେନ୍ଦ୍ର ସରକାର ଇନ୍ସପାୟାର ପୁରସ୍କାର ଆଇଡିଆ, ଇନୋଭେସନ ଏବଂ ସବମିଶନ ରେଜିଷ୍ଟର ପୂର୍ଣ୍ଣ ଖୋଲିଛନ୍ତି। ଏକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବା କିମ୍ବା ପ୍ରିନ୍ସିପାଲ ଇନ୍ସପାୟାର ବିଦ୍ୟାଳୟ କର୍ତ୍ତୃପକ୍ଷ ଭାବରେ ପଞ୍ଜୀକୃତ ହୋଇ ଇନ୍ସପାୟାର ପୁରସ୍କାର ଧାରଣା ଏବଂ ଉଦ୍ଭାବନ ଦାଖଲ କରିବେ। ଏହାର 5ଟି ଅଂଶ ଅଛି। ସେଗୁଡ଼ିକ ହେଲା ଇନ୍ସପାୟାର ଫେଲୋସିପ, ଇନ୍ସପାୟାର ଇଣ୍ଟର୍ନସିପ, ଇନ୍ସପାୟାର ମାନକ, ଇନ୍ସପାୟାର ସ୍କଲାରସିପ, ଇନ୍ସପାୟାର ଅଧ୍ୟାପିକା। ଆଇଡିଆ ଦାଖଲ କରିବାର ଶେଷ ତାରିଖ ଆସନ୍ତୁ ଜାଣିବେ। ତେବେ ଏହି ପୁରସ୍କାର 10ମ ସ୍କ୍ୱାଡରେ ପଢୁଥିବା ପିଲାମାନଙ୍କୁ ମିଳିବ। ତେବେ ସେମାନଙ୍କୁ ବିଜ୍ଞାନ ପ୍ରତି ଆଗ୍ରହ କରିବା ପ୍ରଦାନ କରାଯାଇଛି। ଏହି ପିଲାମାନେ ସୃଜନଶୀଳ ଭାବରେ ଚିନ୍ତା କରନ୍ତି, ଅନୁସନ୍ଧାନ ପ୍ରଯୁକ୍ତି ବିଦ୍ୟାରେ ଧ୍ୟାନ ଦିଅନ୍ତୁ। ଏହି ପୁରସ୍କାର ଅଧୀନରେ 10,000 ଟଙ୍କା ମିଳିବ ଛାତ୍ରଛାତ୍ରୀଙ୍କୁ। ସେମାନଙ୍କର ଅଧିକ ଚିନ୍ତାଧାରା ଏବଂ ଅଭିନବ କରିବେ। ତେଣୁ ଇନ୍ସପାୟାର ଆନ୍ଦୋଳନରେ 6 ଲକ୍ଷ ବିଦ୍ୟାଳୟ, 50 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, 720ରୁ ଅଧିକ ପିଲା ବ୍ୟାପୀ ସଫଳତା ହାସଲ କରିଛନ୍ତି। ଏହା 229 ପେଟେଣ୍ଟ ଫାଇଲ କରିବାରେ ସାହାଯ୍ୟ କରିଛି। ତେବେ ସେଥିମଧ୍ୟରୁ 26ଟି ପେଟେଣ୍ଟ ଗ୍ରହଣ ହୋଇଛି। କେନ୍ଦ୍ର ସରକାର ଜାତୀୟ ବିଜେତାକୁ ସମ୍ମାନିତ ମଧ୍ୟ କରିଛନ୍ତି। ଇନ୍ସପାୟାର ମାନକ ଯୋଜନା ହେଉଛି ପ୍ରତ୍ୟେକ ବର୍ଷ ଉଚ୍ଚ ବିଦ୍ୟାଳୟରୁ 10 ଲକ୍ଷ ଧାରଣା ସଂଗ୍ରହ କରି 10ରୁ 15 ବର୍ଷର 6ରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସୃଜନଶୀଳତା ନେତୃତ୍ୱକୁ ଏବେ ଉତ୍ସାହିତ କରିବେ। ମାନେ ବିଜ୍ଞାନ ପ୍ରତି ତାଙ୍କର ଆଗ୍ରହ ରହିବ ଏବଂ ସବୁ କିଛି ବୁଝାଇ ପାରୁଥିବେ। ତାଙ୍କୁ ହିଁ ମିଳିବ 10,000 ଟଙ୍କା ଲେଖା। ପୁଣି ବିଜେପି ବିଜେଡି ଭିତରେ ଚାଲିବ ଯୁଦ୍ଧ। ଏଥର ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ଦଳର ନେତାମାନେ। ଜିଲ୍ଲା ସ୍ତରକୁ ଯାଇ ଜନତାଙ୍କ ସହ ହାତ ଯୋଡ଼ିବେ। ବିଜେପି ବିଜେଡି ମାନେ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବେ, ଆଉ ସଂଗଠନ ମଜବୁତ କରିବାକୁ କାର୍ଯ୍ୟକ୍ରମ ମଧ୍ୟ କରିବେ। ସେପଟେ ବିଜେଡିର ବିଧାୟକମାନେ ମନ୍ତ୍ରୀଙ୍କୁ ଦେବେ ଚେକ୍, ଆଉ ସରକାର ଓ ସରକାରୀ ଯୋଜନାର ତ୍ରୁଟି ବିଚ୍ୟୁତି ସମ୍ପର୍କରେ ଲୋକଙ୍କୁ କହିବେ। ବିଜେଡିର ଏନକାଉଣ୍ଟର ଷ୍ଟ୍ରାଟେଜିକୁ ନିଜେ ନବୀନ କରିବେ ମନିଟର। ବିଜେପି ପାଇଁ ଏବେ ସରକାର ସହ ସଂଗଠନ ଗୁରୁତ୍ୱପୂର୍ଣ୍ଣ ହୋଇଛି, ଆଉ ସେଥିପାଇଁ ବିଜେପି କରିଛି ବଡ଼ ରଣନୀତି। ଗୋଟେ ପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କରିବେ ମାଷ୍ଟର ପ୍ଲାନ। ଆଗକୁ ବିଜେପି ମନ୍ତ୍ରୀମାନେ ଜିଲ୍ଲାକୁ ଜିଲ୍ଲା ବୁଲିବେ ବୋଲି କୁହାଯାଉଛି।